ଚିନ୍ତାରୁ ମୁକ୍ତି ପାଇବାର ଉପାୟ ଭାଗ 77 ସୁଖ ତଥା ଆନନ୍ଦର ବସ୍ତୁ। ତୁମର ବୁଦ୍ଧି ଓ ଚତୁରତା ପ୍ରଧାନ କଥା। ଏହାର ଉଚିତ ଉପଯୋଗ କରି ତୁମେ ଭଙ୍ଗା ଦଦରା ଜିନିଷରୁ ମଧ୍ୟ ଯଥେଷ୍ଟ ଆନନ୍ଦ ଲାଭ କରିପାର। ଆନ୍ତରିକ ସନ୍ତୋଷ, ମନର ଶାନ୍ତି, ସମସ୍ୱରତା ଓ ସନ୍ତୁଳନ ଏହି ମହାତତ୍ତ୍ୱ ଯୋଗୁଁ ବ୍ୟକ୍ତିର ଆନ୍ତରିକ ଜୀବନ ଶାନ୍ତିପୂର୍ଣ୍ଣ ହୋଇଥାଏ। ସଂସାରର ବଡ଼ ବଡ଼ ନେତା, ମହାତ୍ମା, ବିଚାରକ, ସଫଳ ଜୀବନଯାପନ କରିଥିବା ମହାପୁରୁଷଗଣ ଅଭାବ ଏବଂ ବିଷମ ପରିସ୍ଥିତିରେ ସୁଦ୍ଧା ଅଗ୍ରସର ହୋଇଛନ୍ତି। ବିପରୀତ ପରିସ୍ଥିତି ସହିତ ସଂଘର୍ଷ କଲେ ମନୁଷ୍ୟର ଅନ୍ତଃ ପ୍ରତିଭା ଜାଗ୍ରତ ହୋଇଉଠେ। ପ୍ରାଚୀନ କାଳରେ ଋଷିମୁନିଙ୍କ ସହିତ ରହି ପିଲାଦିନରୁ ହିଁ ଅଭାବଗ୍ରସ୍ତ ଜୀବନଯାପନ କରିବା ପାଇଁ ପିଲାମାନଙ୍କୁ ଶିକ୍ଷା ଦିଆଯାଉଥିଲା। ଅମୀର, ରାଜା, ଜମିଦାରଙ୍କର ପିଲାମାନେ ମଧ୍ୟ ଅଭାବରେ ପ୍ରତିପାଳିତ ହେଉଥିଲେ। ଏହା ଫଳରେ ସେମାନଙ୍କର ସୁପ୍ତ ଶକ୍ତି ଜାଗ୍ରତ ହୋଇ ଉଠୁଥିଲା। ତେଣୁ ଆମେ ଅଭାବକୁ ଡରିବା କାହିଁକି? କ୍ରମଶଃ ଆଗାମୀ ଭାଗରେ ଆହୁରି ଆଗକୁ। ବିଚାରକ୍ରାନ୍ତି ଦୂତ ୟୁଟ୍ୟୁବ୍ ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ପରବର୍ତ୍ତୀ ଭିଡ଼ିଓ ପ୍ରାପ୍ତ କରିବା ପାଇଁ ବେଲ୍ ଆଇକନ୍ ଦବାନ୍ତୁ ଏବଂ ବିଚାରକ୍ରାନ୍ତି ଦୂତ ଓଡ଼ିଆ ଫେସବୁକ୍ ଓ ଇନଷ୍ଟାଗ୍ରାମ ସହ ଯୋଡ଼ି ହୁଅନ୍ତୁ। ଧନ୍ୟବାଦ।